ସମ୍ଭାବ୍ୟ ପ୍ରଶ୍ନୋତ୍ତର ପାର୍ଟ 1। ଓଡ଼ିଶାରେ ଆଦିବାସୀ ଲୋକସାହିତ୍ୟ ସଂଗ୍ରହ ଦିଗରେ କିଏ ପ୍ରଥମ ପଦକ୍ଷେପ ନେଇଥିଲେ? ଉତ୍ତର ଲକ୍ଷ୍ମୀନାରାୟଣ ସାହୁ। ଥମ୍ପସନଙ୍କ ମତରେ ମୋଟିଫର ସଂଖ୍ୟା କେତେ? ଉତ୍ତର 23। ହରିହର ମିଶ୍ରଙ୍କ ପ୍ରଥମ କବିତା ସଂକଳନର ନାମ କ'ଣ? ଉତ୍ତର ଶଙ୍ଖନାଭି। ସାରଳା ମହାଭାରତର ଶ୍ଲୋକ ସଂଖ୍ୟା କେତେ? ଉତ୍ତର 1,40,000। ଢଗମାଳିକା ତତ୍ତ୍ୱବୋଧିନୀ କାହାର ସୃଷ୍ଟି? ଉତ୍ତର ଅପର୍ଣ୍ଣା ପଣ୍ଡା। ଷ୍ଟାଟିକ୍ ଫୋକ୍ ଲିଟରେଚର କାହାକୁ କୁହାଯାଏ? ଉତ୍ତର ମୁଦ୍ରିତ ଲୋକ ସାହିତ୍ୟ। ଚନ୍ଦ୍ରଶେଖର ନନ୍ଦଙ୍କ ପ୍ରଥମ ଗଳ୍ପ କେଉଁଟି? ଉତ୍ତର ସୌଦାମିନୀ। ଉପମାନଠାରୁ ଉପମେୟର ଆଧିକ୍ୟ କଥିତ ହେଲେ କେଉଁ ଅଳଙ୍କାର ହୁଏ? ଉତ୍ତର ବ୍ୟତିରେକ। ଡିଭାଇନ୍ କମେଡି ଗ୍ରନ୍ଥଟି କାହାଦ୍ୱାରା ରଚିତ? ଉତ୍ତର ଦାନ୍ତେ। ଶ୍ରୀଜଗନ୍ନାଥ ବଲ୍ଲଭ ନାଟକର ରଚୟିତା କିଏ? ଉତ୍ତର ରାୟ ରାମାନନ୍ଦ। ପରଶୁରାମ ବିଜୟମ୍ ନାମକ ବ୍ୟାଘ ରଚନାଟି କାହାର? ଉତ୍ତର କପିଳେନ୍ଦ୍ର ଦେବ। କେଉଁ ସଂସ୍କୃତ ରଚନାରେ ଓଡ଼ିଆ ଗୀତଟିଏ ସଂଯୋଜିତ? ଉତ୍ତର ପରଶୁରାମ ବିଜୟ। ଆବର ଦେଖଇ ଅରିଷ୍ଟ ରାଜ୍ୟ ତୋ ରୁଧିର ବୃଷ୍ଟି ପୁର ବେଢ଼ି ରୋଦନ୍ତି ଶୃଗାଳନା ଶୁଣ ରାଜନ ହୋ କିଏ ତୋର ରାଜ୍ୟ ବ୍ରହ୍ମା ବଧେନା। ଉଦ୍ଧୃତିଟି କେଉଁ ରଚନାରୁ ଆନୀତ? ଉତ୍ତର ପରଶୁରାମ ବିଜୟ। କେଉଁ ପ୍ରବନ୍ଧ ପୁସ୍ତକଟି ଚିତ୍ତରଞ୍ଜନ ଦାସଙ୍କର ନୁହେଁ? ଉତ୍ତର ନୀଳଚକ୍ରବାଳ ସେପାରେ। ଜଗତ ଦର୍ଶନରେ ଜଗନ୍ନାଥ ଓ ଜଗନ୍ନାଥ ଦର୍ଶନରେ ଜଗତ ଗ୍ରନ୍ଥଦ୍ୱୟ କେଉଁ ସ୍ରଷ୍ଟାଙ୍କର? ଉତ୍ତର ଗୁରୁଚରଣ ପଟ୍ଟନାୟକ। ମୋ ଅକୁହା କାହାଣୀ ଆତ୍ମଜୀବନୀ ପୁସ୍ତକଟି କାହାର? ଉତ୍ତର ଶ୍ରୀ ରାମଚନ୍ଦ୍ର ଦାସ। ଶୁଣିତ କାବ୍ୟ କି ପ୍ରକାର ରଚନା? ଉତ୍ତର ଗଳ୍ପ। ନାକଟା ଚିତ୍ରକର ଉପନ୍ୟାସକୁ କିଏ ନାଟ୍ୟରୂପ ଦେଇଛନ୍ତି? ଉତ୍ତର ପ୍ରାଣବନ୍ଧୁ କର। ମାତ୍ର 1 ବର୍ଷ ପାଇଁ ଆତ୍ମପ୍ରକାଶ କରି ଲୁପ୍ତ ହୋଇଯାଇଥିବା ଚନ୍ଦ୍ରିକା ପତ୍ରିକାର ସମ୍ପାଦକ କିଏ? ଉତ୍ତର ମହେଶ ଚନ୍ଦ୍ର ମହାପାତ୍ର। ଅନାମ ଉପନ୍ୟାସର ସ୍ରଷ୍ଟା କିଏ? ଉତ୍ତର ଗୋପୀନାଥ ମହାନ୍ତି। ସମୁଦ୍ର ସ୍ନାନ କବିତା ସଂକଳନ କେଉଁ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? ଉତ୍ତର 1973। ଗୋଆ ଡାମନ ଡିଉ ଭ୍ରମଣ କାହାଣୀର ରଚୟିତାଙ୍କ ନାମ କ'ଣ? ଉତ୍ତର ରାଜକିଶୋର ପଟ୍ଟନାୟକ। କେଉଁଟି ରାଜକିଶୋର ରାୟଙ୍କର ଉପନ୍ୟାସ? ଉତ୍ତର ଉଲଗ୍ନ ବନବାସ। କେଉଁ ଅନୂଦିତ କୃତିଟି ରାଧାନାଥ ଗଡ଼ନାୟକଙ୍କର? ଉତ୍ତର ସୋରାବ ରୁସ୍ତମ। ପ୍ରଥମ ଓଡ଼ିଆ ଅଣ-ଉପନ୍ୟାସ ଆଣ୍ଟିନଭେଲ କେଉଁଟି? ଉତ୍ତର ଚିତ୍ରଗ୍ରୀବ। ଘେନ ନୈଷଧ ପରାୟେ ଏହା କେଉଁ କାବ୍ୟ ଉଦ୍ଦେଶ୍ୟରେ କୁହାଯାଇଛି? ଉତ୍ତର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ। ଗୋଦାବରୀଶ ମହାପାତ୍ର ବଙ୍କା ସିଧା କବିତା ସଂକଳନ ପାଇଁ କି ପୁରସ୍କାର ଲାଭ କରିଥିଲେ? ଉତ୍ତର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଗୋପାଳ ବଲ୍ଲଭ ଦାସଙ୍କଦ୍ୱାରା ସଂକଳିତ ଚଉପଦୀ ମାଳାର
ନାମ କ'ଣ? ଉତ୍ତର ପ୍ରୀତି ସୁଧାକର। ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା 2 ଖଣ୍ଡରେ ପ୍ରକାଶିତ ସାହିତ୍ୟ ଓ ସମାଲୋଚନା ପୁସ୍ତକର ରଚୟିତା କିଏ? ଉତ୍ତର ନାରାୟଣ ମୋହନ ଦେ। କେଉଁ ବିପ୍ଳବୀ କବିଙ୍କ ଅଧିକାଂଶ କବିତାରେ ଲାଲ ପତାକା ଓ ଲାଲ ସୂର୍ଯ୍ୟ ସାମ୍ୟବାଦର ପ୍ରତୀକ ଭାବେ ଗୃହୀତ? ଉତ୍ତର ମନମୋହନ ମିଶ୍ର। ଚନ୍ଦ୍ରମଣି ଦାସଙ୍କର କେଉଁ ଉପନ୍ୟାସଟି ସମକାମିତା ଦର୍ଶନ ଆଧାରିତ ହେତୁ ନିଷିଦ୍ଧ ଘୋଷିତ ହୋଇଥିଲା? ଉତ୍ତର ହାଇଫେନ୍। ବକ୍ରୋକ୍ତି ସମ୍ପ୍ରଦାୟର ପ୍ରବର୍ତ୍ତକ କିଏ? ଉତ୍ତର କୁନ୍ତକ। କେଉଁ ପୁସ୍ତକଟି ମନୋଜ ଦାସଙ୍କର? ଉତ୍ତର ବିପୁଳାଚ ପୃଥ୍ୱୀ। ଓଡ଼ିଶାର ଯାତରା ପୁସ୍ତକର ରଚୟିତା କିଏ? ଉତ୍ତର ଧୀରେନ ଦାସ। କ୍ରୀତଦାସର କାବ୍ୟ କେଉଁ ଧରଣର ପୁସ୍ତକ? ଉତ୍ତର ପ୍ରବନ୍ଧ। କେଉଁ ପୁସ୍ତକଟି ଚନ୍ଦ୍ରଶେଖର ରଥଙ୍କର ନୁହେଁ? ଉତ୍ତର ଲଙ୍ଗଳା ରାଜା। ସବୁଠାରୁ ଦୀର୍ଘ ରାତି ଗଳ୍ପ ଗ୍ରନ୍ଥ ପାଇଁ କିଏ 2010 ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? ଉତ୍ତର ଚନ୍ଦ୍ରଶେଖର ରଥ। ବୀଣାପାଣି ମହାନ୍ତିଙ୍କ ପାଟ ଦେଇ ଗଳ୍ପ ସଂକଳନ କେଉଁ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛି? ଉତ୍ତର 1990। କେଉଁ ପୁସ୍ତକଟି ସାରଳା ପୁରସ୍କାର ଲାଭ କରିଛି? ଉତ୍ତର ଶକୁନ୍ତଳା। କେଉଁ ପୁସ୍ତକଟି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିନାହିଁ? ଉତ୍ତର ପରଜା ଉପନ୍ୟାସ। କେଉଁ ତଥ୍ୟଟି ଠିକ୍? ଉତ୍ତର ଦାଶରଥି ଦାସ 2009 ବର୍ଷର ଅତିବଡ଼ି ପୁରସ୍କାର ପ୍ରାପକ। କେଉଁ ତଥ୍ୟଟି ଠିକ୍ ନୁହେଁ? ଉତ୍ତର ରମାକାନ୍ତ ରଥ ଅନେକ କୋଠରୀ କବିତାଗୁଚ୍ଛ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ। ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ଉପରୋକ୍ତ ପଂକ୍ତିଟି ଭୀମ ଭୋଇଙ୍କ ସ୍ତୁତି ଚିନ୍ତାମଣିର କେଉଁ ବୋଲିରୁ ଆନୀତ? ଉତ୍ତର 27ଶ। ଚାରି ଭକ୍ତି ମଧ୍ୟେ ଗୋପୀଭକ୍ତି ଅଟେ ସାର, ସେ ଭକ୍ତି ଅଟଇ କୋଠ ଗୋପୀମାନଙ୍କର। ଉକ୍ତ ପଦଟି କେଉଁ ପୁସ୍ତକରୁ ଆନୀତ? ଉତ୍ତର ରହସ୍ୟମଞ୍ଜରୀ। 100 ବୋଲି ବିଶିଷ୍ଟ ସ୍ତୁତି ଚିନ୍ତାମଣି ଗ୍ରନ୍ଥର ପ୍ରତ୍ୟେକ ବୋଲିର ପଦ ସଂଖ୍ୟା କେତେ? ଉତ୍ତର 20। କେଉଁ କବିଙ୍କର ସ୍ୱାମୀ ଶ୍ୱଶୁର ପୁତ୍ର ଓ ପୌତ୍ର ମଧ୍ୟ କବି ଥିଲେ? ଉତ୍ତର ବୃନ୍ଦାବତୀ ଦାସୀ। କେଉଁ ନାରୀକବିଙ୍କର ସ୍ତବକ କବିତା ସଂକଳନର 331ଟି ଯାକ କବିତାର ଅନ୍ତଃସ୍ୱର ବିଭୁ ପ୍ରୀତି? ଉତ୍ତର ବ୍ରହ୍ମୋତ୍ରୀ ମହାନ୍ତି। କେଉଁ କବିଙ୍କର ଦୃଷ୍ଟିରୁ ଦ୍ୟୁତି କବିତା ସଂକଳନ 1993 ଖ୍ରୀଷ୍ଟାବ୍ଦରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛି? ଉତ୍ତର ବ୍ରହ୍ମୋତ୍ରୀ ମହାନ୍ତି। ପୂର୍ବରାଗ କେଉଁ ନାଟ୍ୟକାରଙ୍କ ଏକାଙ୍କିକା ଗୁଚ୍ଛର ନାମ? ଉତ୍ତର ଜଗନ୍ନାଥ ପ୍ରସାଦ ଦାସ। କିଏ ଉଭୟ କବି ଓ ନାଟ୍ୟକାର ନୁହନ୍ତି? ଉତ୍ତର ପ୍ରମୋଦ କୁମାର ମହାନ୍ତି। ଦୟାକର ଦୀନବନ୍ଧୁ ଶୋଭେ ଯାଉ ଆଜ ଦିନ ଭକ୍ତି ସଙ୍ଗୀତଟି କାହା ରଚନା? ଉତ୍ତର ରାମକୃଷ୍ଣ ପଟ୍ଟନାୟକ। କ୍ଷଣପ୍ରଭା ଚରିତ୍ରଟି କାହ୍ନୁଚରଣ ମହାନ୍ତିଙ୍କ କେଉଁ ଉପନ୍ୟାସର ନାୟିକା? ଉତ୍ତର ଝଞ୍ଜା। ମାୟା ଚରିତ୍ରଟି କେଉଁ ଉପନ୍ୟାସର? ଉତ୍ତର ଅମଡ଼ା ବାଟ। ହଗୁରି ଜେନା କେଉଁ ଉପନ୍ୟାସର ଏକ ଚରିତ୍ର? ଉତ୍ତର କଣା ମାମୁଁ। ପ୍ରଥମ ଓଡ଼ିଆ ସାହିତ୍ୟ ପତ୍ରିକା କେଉଁଟି? ଉତ୍ତର ଉତ୍କଳ ଦର୍ପଣ। ମୁଁ ଦିନେ ମନ୍ତ୍ରୀ ଥିଲି ଗଳ୍ପ ସଂକଳନର ସ୍ରଷ୍ଟା କିଏ? ଉତ୍ତର ଗୋଦାବରୀଶ ମହାପାତ୍ର। ଜୟନ୍ତ ମହାପାତ୍ର କେଉଁ ବର୍ଷ ଜାକବ୍ ଗ୍ଲଷ୍ଟେନ୍
ଗ୍ଲାଡଷ୍ଟୋନ୍ ମେମୋରିଆଲ ଆୱାର୍ଡ ପୋଏଟ୍ରି ଚିକାଗୋ ପୁରସ୍କାର ଲାଭ କରିଥିଲେ? ଉତ୍ତର 1975। ଅନୁମାନ କରିପାର, ମୁଁ ଜଳୁଛି ଓ ଜଳୁଛି ତୀବ୍ର ଦରଜରେ ମିଡ଼ିୟମ ଧୋତି ଏବଂ ଇସ୍ତ୍ରୀ କରା ଅଧା କମିଜରେ। ଏହା କେଉଁ କବିଙ୍କର କବିତାଂଶ? ଉତ୍ତର ରମାକାନ୍ତ ରଥ। ଉର୍ବଶୀର ଚିଠି କବିତାଗୁଚ୍ଛର ପ୍ରକାଶ କାଳ କେତେ? ଉତ୍ତର 1961। ଓଡ଼ିଆରେ ଏମ୍ଫିଲ ଡିଗ୍ରୀ ହାସଲ କରିବାରେ ପ୍ରଥମ ବ୍ୟକ୍ତି କିଏ? ଉତ୍ତର ବିଭୁଦତ୍ତ ମିଶ୍ର। ସାରଳା ଦାସଙ୍କ ବିଚିତ୍ର ରାମାୟଣକୁ କେତେ ଜଣ ଅନୁବାଦକ ତେଲୁଗୁ ଭାଷାରେ ଅନୁବାଦ କରିଥିଲେ? ଉତ୍ତର 6। ଜଗନ୍ନାଥ ଦାସ ଓଡ଼ିଆ ଭାଗବତର ରଚନାରେ କେଉଁ ଟୀକାର ସାହାଯ୍ୟ ନେଇଛନ୍ତି? ଉତ୍ତର ଭାବାର୍ଥ ଦୀପିକା। ସଂସ୍କୃତ ଭାଗବତର ଟୀକା ସ୍ୱରୂପ ରଚିତ ଭାବାର୍ଥ ଦୀପିକାର ସ୍ରଷ୍ଟା କିଏ? ଉତ୍ତର ଶ୍ରୀଧର ସ୍ୱାମୀ। ରସ ସମ୍ପ୍ରଦାୟର ଆଦି ପ୍ରବର୍ତ୍ତକ ଓ ଆଦି ବ୍ୟାଖ୍ୟାକାର କିଏ? ଉତ୍ତର ଭରତ ମୁନି। ଆଚାର୍ଯ୍ୟ ରୁଦ୍ରଟ ତ୍ରିବିଧ ରୀତିରେ କେଉଁ ରୀତିଟି ଯୋଗ କରି ରୀତିକୁ ଚତୁର୍ବିଧ କଲେ? ଉତ୍ତର ଲାଟି। ପାରିଲେଣି ଏବେ ଦେବ ବିକର୍ତ୍ତନ, ଭାଲେରୀ ଶିଖରେ ସ୍ୱର୍ଣ୍ଣ ସିଂହାସନ। ଏହା କେଉଁ ବାଦର ଏକ ପ୍ରକୃଷ୍ଟ ଉଦାହରଣ? ଉତ୍ତର ଔଚିତ୍ୟବାଦ। ଅନୁମିତିବାଦର ପ୍ରତିଷ୍ଠାତା କିଏ? ଉତ୍ତର ଶ୍ରୀଶଙ୍କୁକ। ଧ୍ୱନିବାଦର ପରମ୍ପରାରେ ଡ୍ୟାସର ମହତ୍ତ୍ୱ ବିଶେଷ ଭାବେ ଗୃହୀତ? ଶୂନ୍ୟସ୍ଥାନ ପୂରଣ କର। ଉତ୍ତର ରସଧ୍ୱନି। ଅଳଙ୍କାର ଗ୍ରନ୍ଥ ରସ ଗଙ୍ଗାଧରର ରଚୟିତା କିଏ? ଉତ୍ତର ପଣ୍ଡିତରାଜ ଜଗନ୍ନାଥ। କମ୍ବଳପାଦ କେଉଁ ଚର୍ଯାଗୀତିର ରଚୟିତା? ଉତ୍ତର ଚର୍ଯାଗୀତି 8। ଷୋଡ଼ଶ ଶତାବ୍ଦୀର ପଞ୍ଚସଖାଙ୍କୁ କିଏ ପ୍ରଚ୍ଛନ୍ନ ବୌଦ୍ଧ ଆଖ୍ୟା ଦେଇଥିଲେ? ଉତ୍ତର ନଗେନ୍ଦ୍ରନାଥ ବସୁ। ମଡର୍ନ ବୁଦ୍ଧିଜିମ୍ ଆଣ୍ଡ ଇଟ୍ସ ଫଲୋଅର୍ସ ଇନ୍ ଓଡ଼ିଶା ଗ୍ରନ୍ଥର ରଚୟିତା କିଏ? ଉତ୍ତର ନଗେନ୍ଦ୍ରନାଥ ବସୁ। କେଉଁ ରୀତି ଶୃଙ୍ଗାର ରସର ଅଭିବ୍ୟକ୍ତି ପାଇଁ ଏକାନ୍ତ ଉପଯୋଗୀ? ଉତ୍ତର ବୈଦର୍ଭୀ ରୀତି। ସମାନ ଶୀର୍ଷକଧାରୀ କେଉଁ ଗ୍ରନ୍ଥଟି ବଳରାମ ଦାସ ଓ ଜଗନ୍ନାଥ ଦାସ ଉଭୟଙ୍କ ନାମରେ ଉପଲବ୍ଧ ହୁଏ? ଉତ୍ତର ମୃଗୁଣୀ ସ୍ତୁତି। ରମଣୀୟାର୍ଥ ପ୍ରତିପାଦକଃ ଶବ୍ଦଃ କାବ୍ୟମ୍। ଏହା କେଉଁ ଆଳଙ୍କାରିକଙ୍କ ଉକ୍ତି? ଉତ୍ତର ପଣ୍ଡିତରାଜ ଜଗନ୍ନାଥ। ଶର୍ମିଷ୍ଠା କାବ୍ୟର ରଚୟିତା କିଏ? ଉତ୍ତର ନନ୍ଦକିଶୋର ବଳ। ପ୍ରଥମ ଓଡ଼ିଆ ଗଦ୍ୟ କବିତାର ନାମ ଓ ତା'ର ରଚୟିତାଙ୍କ ନାମ ଉଲ୍ଲେଖ କର। ଉତ୍ତର ଚତୁର୍ଥୀ ପ୍ରତାପ ସେନ। ପ୍ରାଚୀନ ଉତ୍କଳ ଗ୍ରନ୍ଥକୁ କିଏ ଉତ୍କଳ ସାହିତ୍ୟ ଭଣ୍ଡାରେ ମହାର୍ଘ ହୀରକର ଆଖ୍ୟା ଦେଇଥିଲେ? ଉତ୍ତର ଫକୀରମୋହନ ସେନାପତି। ପୁରୀରୁ ପ୍ରକାଶିତ ସାପ୍ତାହିକ ପତ୍ରିକା ପୁରୁଷୋତ୍ତମ ପତ୍ରିକାର ପ୍ରକାଶ କାଳ କେବେ? 1882। ପ୍ରାଚୀ ସମିତିର ମୁଖପତ୍ର ରୂପେ ପ୍ରକାଶିତ ତ୍ରୈମାସିକ ପ୍ରାଚୀ ପତ୍ରିକା କେଉଁ ଭାଷାରେ ପ୍ରକାଶ ପାଉଥିଲା? ଉତ୍ତର ଇଂରାଜୀ। କଲିକତାରୁ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା କଳନାର ସମ୍ପାଦକ କିଏ ଥିଲେ? ଉତ୍ତର କଣ୍ଡୁରୀ ଚରଣ ଦାସ। ରାମଶଙ୍କରଙ୍କ ସୌଦାମିନୀ ଉପନ୍ୟାସ କେଉଁ ପତ୍ରିକାରେ ଧାରାବାହିକ ପ୍ରକାଶ ପାଇଥିଲା? ଉତ୍ତର ଉତ୍କଳ ମଧୁପ। ଗଙ୍ଗାଧର ମେହେରଙ୍କ ଇନ୍ଦୁମତୀ କାବ୍ୟ କେଉଁ ପତ୍ରିକାରେ ଆତ୍ମପ୍ରକାଶ କରିଥିଲା? ଉତ୍ତର ଉତ୍କଳ ପ୍ରଭା। ଶଙ୍ଖ ପତ୍ରିକାର ସମ୍ପାଦକ କିଏ ଥିଲେ? ଉତ୍ତର ମାୟାଧର ମାନସିଂହ। ଝଙ୍କାର ପତ୍ରିକା କେବେଠାରୁ ପ୍ରକାଶ ପାଇ ଆସୁଅଛି? ଉତ୍ତର 1949। ନୀଳମଣି ବିଦ୍ୟାରତ୍ନ କେଉଁ ପତ୍ରିକାର ସମ୍ପାଦକ ନଥିଲେ? ଉତ୍ତର ଉତ୍କଳ ହିତୈଷିଣୀ। ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିବାରେ ଓଡ଼ିଆ ଭାଷାର ସ୍ଥାନ କେତେ? ଉତ୍ତର ଷଷ୍ଠ। ଓଡ଼ିଆ ଭାଷା କେଉଁ ବର୍ଷ ଶାସ୍ତ୍ରୀୟ ମାନ୍ୟତା ଲାଭ କଲା?
ଉତ୍ତର 2014। ସଂସ୍କୃତ ଶାସ୍ତ୍ରୀୟ ଭାଷାର ସ୍ୱୀକୃତି ଲାଭ କରିଛି କି? ଉତ୍ତର ହଁ। ଶାସ୍ତ୍ରୀୟ ମାନ୍ୟତା ପାଇବାରେ ପ୍ରଥମ ଭାରତୀୟ ଆର୍ଯ୍ୟ ଭାଷା କେଉଁଟି? ଉତ୍ତର ଓଡ଼ିଆ। ପ୍ରକାଶ କାଳ ଅନୁଯାୟୀ କ୍ରମ ନିର୍ଦ୍ଧାରଣ କର। ଉତ୍ତର ଭାନୁମତୀର ଦେଶ, ବାଜି ରାଉତ, ପାଣ୍ଡୁଲିପି କବିତା 1987। ନିମ୍ନ କବିତାଂଶଟି କେଉଁ ବାଦର ଚିନ୍ତାଧାରା ବହନ କରେ? ଉତ୍ତର ଅସ୍ତିତ୍ୱବାଦ। ବଟକରା କି ପ୍ରକାରର ଶବ୍ଦ? ଉତ୍ତର ପର୍ତ୍ତୁଗୀଜ। ଲୁଙ୍ଗି କି ପ୍ରକାର ଶବ୍ଦ? ଉତ୍ତର ତିବ୍ବତୀୟ। ଲଣ୍ଡନ କେଉଁ ଭାଷାର ଏକ ଶବ୍ଦ? ଉତ୍ତର ଓଲନ୍ଦାଜ। କେଉଁ ଗାଈର ଗୋବର? ଏହି ରୂଢ଼ି ପ୍ରୟୋଗ କି ଅର୍ଥ ପ୍ରକାଶ କରେ? ଉତ୍ତର ସାମାନ୍ୟ ମଣିଷ। କେଉଁଟି ଶୁଦ୍ଧ ଶବ୍ଦ? କେଉଁ ଶବ୍ଦଟି ଶୁଦ୍ଧ? ଉତ୍ତର ପୂଜାସ୍ପଦ। ଶୁଦ୍ଧ ବାକ୍ୟଟିକୁ ବାଛ। ଉତ୍ତର କାମଟି ପ୍ରଣବରୁ ଅଶୁଦ୍ଧ। କେଉଁ ଶବ୍ଦଟି ଅଶୁଦ୍ଧ? ଉତ୍ତର ମଶାରୀ। ଦାଶରଥି ବାବୁ ଅପୁତ୍ରିକ ଥିଲେ। ଏହି ବାକ୍ୟରେ କେତୋଟି ଅଶୁଦ୍ଧ ଶବ୍ଦ ରହିଛି? ଉତ୍ତର 2।